ଆପଣ ମାନେ ଜାଣିଛନ୍ତି ଆମ ମହାପ୍ରଭୁ କାଳିଆ ସାନ୍ଧଙ୍କର ସ୍ନାନ ଯାତ୍ରା ପାଇଁ ଉପଯୋଗୀ କୂଅ ତାକୁ ସୁନା କୂଅ କୁହାଯାଏ ଏବଂ ସେ ସୁନା କୂଅରୁ ସୁନା ଗୋସେଇଁ ପାଣି କାଢନ୍ତି ଏବଂ ସେଇ ଜଳକୁ ଆଗରୁ ବାହାର କରାଯାଏ ଏବଂ ତା ଦେହରେ ଚନ୍ଦନ ମହୁ ଅଗୁରୁ ଯେତେ ପ୍ରକାରର ଚୁଆ ଏବଂ ଯେତେ ପ୍ରକାରର ସୁଗନ୍ଧିତ ଦ୍ରବ୍ୟ ଅଛି ତା ଦେହରେ ସମସ୍ତ ମିଶ୍ରଣ କରାଯାଏ ଏବଂ ସେଇ ଜଳ ଗୋଡ ଉପରେ ଗୋଟେ ଗାମୁଛା ଆଚ୍ଛାଦିତ ହୁଏ। ସେ ଗାମୁଛା ଏଥିପାଇଁ ଦିଆଯାଏ ସେ ଜଳର ସୁଗନ୍ଧ ବାହାରିବା ପାଇଁ ଏବଂ 108 ଗଡୁ ଜଳକୁ ଅଧିଷ୍ଠିତ କରନ୍ତି ଏବଂ ତା ଭିତରେ ସେଇ ଜଳକୁ ସଂସ୍କାର କରାଯାଏ ଏବଂ ସେଇ ସଂସ୍କାର ଜଳକୁ ପୁଣି ଆଉ ଥରେ ପୂଜା କରାଯାଏ। ସେଇ ଜଳ ମାନଙ୍କୁ ନେଇକି ଯାଆନ୍ତି ଗରାବଡି ସେବକ ମାନେ। ସେଇ ଜଳ ଚାରିବାଡରେ ଥୁଆ ହୁଏ। ଚାରିବାଡ ମାନେ ମହାପ୍ରଭୁଙ୍କ ବାଡ, ବଳଭଦ୍ରଙ୍କ ବାଡ, ସୁଭଦ୍ରାଙ୍କ ବାଡ ଏବଂ ସୁଦର୍ଶନଙ୍କ ବାଡ। ଏଇ ଚାରିବାଡରେ ଅଧିଷ୍ଠିତ ହୁଏ କ୍ରମିକ ସଂଖ୍ୟା ଅନୁସାରେ, ଅର୍ଥାତ୍ 108 ଗଡୁ ଜଳକୁ ବିଭକ୍ତ କରାଯାଏ। କୋଉଠି 32, କୋଉଠି 33, କୋଉଠି 27, କୋଉଠି 16 ଏଇଭଳି ଭାବରେ ବିଭକ୍ତ କରାଯାଏ। ମହାପ୍ରଭୁ ସ୍ନାନ କରିଥାନ୍ତି 108 ଗଡୁ ଜଳରେ, କିନ୍ତୁ ପ୍ରାୟ ଲୋକ ଭାବନ୍ତି କଣ ନା ମହାପ୍ରଭୁ ସ୍ନାନ କରନ୍ତି 108 ଗଡୁ ଜଳରେ। ୟାର ଅର୍ଥ ହେଉଛି ଏଇଆ, 108 ଗଡୁ ଜଳକୁ ଚାରିବାଡରେ ବିଭକ୍ତ କରାଯାଏ, ତାକୁ କୁହାଯାଏ 108 ଗଡୁ ଜଳରେ ଆମ ମହାପ୍ରଭୁ ସ୍ନାନ କରନ୍ତି ଏବଂ ଏଇ ସ୍ନାନ ଯାତ୍ରାକୁ ମଞ୍ଚ ସ୍ନାନ ଯାତ୍ରା ବୋଲି କୁହାଯାଏ।